ତ କେମିତି ଅଛନ୍ତି ଆପଣମାନେ? ଆପଣ 10th ଏକ୍ଜାମ ଦେଇଛନ୍ତି କି? କିମ୍ବା ଆପଣଙ୍କ ଘରେ କେହି ପିଲା 10 ଏକ୍ଜାମ ଦେଇଛନ୍ତି କି? 10 ପାସ୍ କରିଲା ପରେ କ'ଣ କରିବେ ଭାବିଛନ୍ତି? ଯଦି ଭାବି ନାହାନ୍ତି ଭିଡ଼ିଓକୁ ଦେଖନ୍ତୁ। ଏମିତି ଜଣେ ଜଣେ ପିଲା ଅଛନ୍ତି, ସେମାନଙ୍କୁ ଜଲ୍ଦି ଜବ୍ ଦରକାର, କିନ୍ତୁ ସେମାନେ ଭୁଲ ଲାଇନରେ ପଢ଼ିକି ସମୟ ୱେଷ୍ଟ କରିଦିଅନ୍ତି। ଆଉ ଜଣେ ଜଣେ ଅଛନ୍ତି, ତାଙ୍କ ଫ୍ୟାମିଲି ହାୟର ଷ୍ଟଡି କରିବା ପାଇଁ ସାପୋର୍ଟ କରିପାରିବେ ନାହିଁ, କିନ୍ତୁ ଅଜାଣତରେ ସେମାନେ ସେହି ଲାଇନରେ ପଢ଼ିଯାଇଥାନ୍ତି ଏବଂ କ୍ୟାରିୟରରେ ସାକ୍ସେସ୍ ହେଇପାରନ୍ତି ନାହିଁ ଏବଂ ଦରକାର ସମୟରେ ଜବ୍ଟି କରିପାରନ୍ତି ନାହିଁ। ଆପଣ ଏହି ଭିଡ଼ିଓ ଦେଖନ୍ତୁ ଏବଂ ଆପଣ ଯେଉଁ ଲାଇନ୍ ଭାବିଛନ୍ତି, ବିନା ଟାଇମ୍ ୱେଷ୍ଟରେ ଆପଣ ସେହି ଲାଇନରେ ଜଲ୍ଦି ସାକ୍ସେସ୍ ହେବେ ଏବଂ ଯେଉଁ ପିଲାମାନଙ୍କର 10th ପରେ ଗଭର୍ଣ୍ଣମେଣ୍ଟ ଜବ୍ର ଆବଶ୍ୟକ, ତାହା ମଧ୍ୟ ଏହି ଭିଡ଼ିଓରେ ପୁରା ଡିଟେଲ୍ସରେ ଜାଣିପାରିବେ। ପରଫେକ୍ଟ ରୋଡ୍ ମ୍ୟାପ୍ ଫର୍ ଷ୍ଟଡି ଟୁ ଜବ୍ ଫର୍ ଗୁଡ୍ କ୍ୟାରିୟର। ଆପଣଙ୍କର 10th କମ୍ପ୍ଲିଟ୍ ହେଇଗଲା, ତାପରେ ଆପଣ ଚାହିଁଲେ +2 କରି ହାୟର ଷ୍ଟଡି ଆଡ଼କୁ ଯିବେ, କିମ୍ବା ଯଦି ଟେକ୍ନିକାଲ ଲାଇନକୁ ଯିବାକୁ ଚାହୁଁଛନ୍ତି ତେବେ ଭୋକେସନାଲ ITI ଡିପ୍ଲୋମା ଏହିସବୁ କରିପାରିବେ ଏବଂ ITI ଡିପ୍ଲୋମା କମ୍ପ୍ଲିଟ୍ ହେବା ପରେ ଗଭର୍ଣ୍ଣମେଣ୍ଟ ଜବ୍ ପାଇଁ ଟ୍ରାଏ କରିପାରିବେ କିମ୍ବା ପ୍ରାଇଭେଟ୍ ଜବ୍ରେ ଯାଇପାରିବେ। ଆଉ ଯଦି ଆପଣ +2 କରୁଛନ୍ତି ତେବେ ଆପଣଙ୍କୁ 3ଟି ଷ୍ଟ୍ରିମ୍ ଆସିବ: ଆର୍ଟ୍ସ, ସାଇନ୍ସ, କମର୍ସ। ଆପଣଙ୍କର ଯେଉଁ ଲାଇନଟି ଭଲ ଆପଣ ସେଇଟା କରିପାରିବେ। ନେକ୍ସଟ ରହିଲା 10 ପରେ ଜବ୍ କ'ଣ ଅଛି। 10ରେ ଯଦି ଆପଣଙ୍କର ଭଲ ମାର୍କ ଅଛି ତ ଆପଣଙ୍କର ପୋଷ୍ଟାଲରେ ଫର୍ମ ବାହାରିଲେ ପକେଇ ପାରିବେ ଏବଂ ବିନା ଏକ୍ଜାମରେ ମଧ୍ୟ ଜବ୍ ପାଇପାରିବେ। ତାର ସିଲେକ୍ସନ୍ ପ୍ରୋସିଡିଓରଟି ରହୁଛି 10ର ଅଧିକ ମାର୍କ ଥିଲେ ଆପଣ ସିଲେକ୍ଟ ହେଇପାରିବେ। ତାପରେ ରେଲୱେର ମଧ୍ୟ ଅଛି, ପୋଲିସର ମଧ୍ୟ ଅଛି, ଡିଫେନ୍ସର ମଧ୍ୟ ଅଛି, ଯେମିତିକି SSCର MTS ଏବଂ GD, ରେଲୱେର ଗ୍ରୁପ୍ D। ଏହି ପୋଷ୍ଟରେ ଆପ୍ଲାଏ କରିବା ପାଇଁ ହେଲେ ମାତ୍ର 10 ପାସ୍ ଆବଶ୍ୟକ। ପୋଲିସ ଏବଂ ଡିଫେନ୍ସର ଲେବୁଲ 1 ପୋଷ୍ଟ ଗୁଡ଼ିକର ଫର୍ମ ବାହାରିଲେ ମଧ୍ୟ ପକେଇ ପାରିବେ, ଯେମିତିକି ଆର୍ମି, ନେଭି। ଆଉ ଏହି ସବୁ ଜବ୍ ଅପଡେଟ୍ ଗୁଡ଼ିକ ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇଯିବେ। ତେଣୁ ଚ୍ୟାନେଲକୁ ସବସ୍କ୍ରାଇବ କିମ୍ବା ଫଲୋ କରି ରଖନ୍ତୁ। ତାପରେ 10 ପରେ ଯଦି ଆପଣ +2 କରିଲେ, +2 ପରେ ଆପଣ ଚାହିଁଲେ +3 କରିପାରିବେ ଆର୍ଟ୍ସ, ସାଇନ୍ସ, କମର୍ସରେ। +3 ପରେ PG, BD, BPEd, LLB ଏବଂ CA ଏହିସବୁ କୋର୍ସ ଗୁଡ଼ିକ କରିପାରିବେ। PG ଏବଂ PhD କରି କଲେଜର ଲେକ୍ଚର କିମ୍ବା ପ୍ରଫେସର ହେଇପାରିବେ। ଆଉ BEd କରିଲେ ହାଇସ୍କୁଲ ଟିଚର ହେଇପାରିବେ। BPEd କରିଲେ ହାଇସ୍କୁଲର PET ଟିଚର ହେଇପାରିବେ ଏବଂ LLB କରିଲେ ଆପଣ ଜଣେ ଲୟର ହେଇପାରିବେ ଏବଂ CA କରିଲେ ଆପଣ ଚାର୍ଟେଡ ଆକାଉଣ୍ଟାଣ୍ଟ ହେଇପାରିବେ। ଆଉ ଯଦି ଆପଣ +2 ପରେ ମେଡ଼ିକାଲ ଲାଇନରେ ଯିବା ପାଇଁ ଚାହୁଁଛନ୍ତି କି ଟେକ୍ନିକାଲ ଲାଇନରେ ଯିବା ପାଇଁ ଚାହୁଁଛନ୍ତି, ତେବେ ଆପଣ B.Pharm କରିପାରିବେ କିମ୍ବା BSc ନର୍ସିଂ କରିପାରିବେ କିମ୍ବା MBBS କରିପାରିବେ ଏବଂ BDS, BAMS, BHMS ଏହା ମଧ୍ୟ କରିପାରିବେ। ଆଉ ଯଦି ଟେକ୍ନିକାଲ ଲାଇନରେ ଯିବା ପାଇଁ ଚାହୁଁଛନ୍ତି ତେବେ BTech, IT, BCA ଆଉ CS ମଧ୍ୟ କରିପାରିବେ। +2 ପରେ କେଉଁ ଏଣ୍ଟ୍ରାନ୍ସ ଗୁଡ଼ିକ ଦେଇପାରିବେ: JEE ମେନ୍ ଦେଇପାରିବେ, NEET ଦେଇପାରିବେ, CUET ଦେଇପାରିବେ, CLAT ଦେଇପାରିବେ। ଏହିସବୁ ଏଣ୍ଟ୍ରାନ୍ସ ଗୁଡ଼ିକ ଦେଇକି ହାୟର ଷ୍ଟଡି କରିପାରିବେ। ଆଉ ଯଦି +2 ପରେ ଜବ୍ କରିବା ପାଇଁ ଚାହୁଁଛନ୍ତି ଷ୍ଟେଟ୍, ଡିଫେନ୍ସ କିମ୍ବା ରେଲୱେ ଡିପାର୍ଟମେଣ୍ଟରେ, ଡିଫେନ୍ସ ଲାଇନରେ କନଷ୍ଟେବଲ ଲେବୁଲରେ ଷ୍ଟେଟ୍ କିମ୍ବା ସେଣ୍ଟ୍ରାଲରେ କରିପାରିବେ। ଆଉ ଅଫିସିଆଲ ପୋଷ୍ଟ ଗୁଡ଼ିକ SSC CHSL, SSC CD ଏହିସବୁ ପୋଷ୍ଟ ଗୁଡ଼ିକରେ ଫର୍ମ ବାହାରିଲେ ଆପ୍ଲାଏ କରିପାରିବେ ଏବଂ ରେଲୱେର RPF କନଷ୍ଟେବଲରେ ମଧ୍ୟ ଆପ୍ଲାଏ କରିପାରିବେ ଏବଂ ରେଲୱେର NTPC, ଆର୍ମିର ଯେଉଁ ପୋଷ୍ଟ ବାହାରିବ +2 ଲେବୁଲରେ ଆପ୍ଲାଏ କରିପାରିବେ। ନେଭିରେ ମଧ୍ୟ
ଏୟାରଫୋର୍ସରେ ମଧ୍ୟ। ତାପରେ ଆପଣ ଅଗ୍ନିବୀର ଆପ୍ଲାଏ କରିପାରିବେ, ଜୁନିୟର କ୍ଲର୍କ, ଫରେଷ୍ଟ ଗାର୍ଡ, ଫରେଷ୍ଟର, ପୋଷ୍ଟାଲ ଆସିଷ୍ଟାଣ୍ଟ, ଓଡ଼ିଶା ପୋଲିସ କନଷ୍ଟେବଲ, ଜୁନିୟର ଆସିଷ୍ଟାଣ୍ଟ ଏବଂ MTS ପୋଷ୍ଟ ଗୁଡ଼ିକ ଷ୍ଟେଟ୍ ଆଉ ସେଣ୍ଟ୍ରାଲର ଏହିସବୁ ପୋଷ୍ଟ ଗୁଡ଼ିକରେ ଆପ୍ଲାଏ କରିପାରିବେ। ଭିଡ଼ିଓଟି ଭଲ ଲାଗିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ ଅନ୍ କରିଦିଅନ୍ତୁ ଏମିତି ଇନଫର୍ମେଟିଭ ଭିଡ଼ିଓ ସର୍ବପ୍ରଥମେ ପାଇବା ପାଇଁ। ଏବଂ ଭିଡ଼ିଓକୁ ଲାଇକ୍ ଆଉ ନିଜ ସାଙ୍ଗମାନଙ୍କୁ ସେୟାର, ତା ସହିତ ନିଜର ମତାମତଟି କମେଣ୍ଟରେ ମଧ୍ୟ ଜଣାଇବାକୁ ଜମାରୁ ଭୁଲିବେନି।